ବେଳୁ ଆସି ବୈଠକି ଘରେ ମୁଁ ବସିଛି, ନା ନିଧିଆର ଦେଖା ନା ସୁମି ଅପାର ଦେଖା। ଇଏ ଯୋଉ ପାଗ ହେଇଛି, ମତେ କାହିଁ ଲାଗୁନି କେହି ଆଉ ବୈଠକି ଘରକୁ ଗଡିବେ ବୋଲି। ଇଏ ବୈଠକ ଘରେ କାହାର ପାଟି ଶୁଭୁଛି? ସୁମି କିଲୋ, ଇଏ କାହା ପାଟି ଶୁଭୁଛି ବା? ଇଏ କାହାର ନୂଆ ସ୍ୱର ବା? ଆଲୋ ଜେମା ଅପା କିଲୋ। ଇଲୋ ମାଳ, ଜୁହାରେ ଜୁହାରେ ଲୋ ଅପା। ହଁ ଜୁହାର ହେଲୁ, ଭଲ କଥା ଯେ। ସୁମି ଆସିଥିଲା କି? ନାଇଁ ବା, ସୁମି ଅପାର ଦେହଟା ଟିକେ ଭଲ ନାହିଁ ତ, ଯାଇଥିଲି ତାଙ୍କ ଘର ଆଡେ। ହେଲେ କହିଲେ ଆଉ କଣ କରିବି ମାଳ, ଦେହ ପା ତ ଭଲ ରହୁନି ଆଉ। ଜମା ନୁହେଁ। ଆଉ ସେ ଝିଅ କଣ ମୋ କଥା ଶୁଣୁଛି? ଏ ବରଷା ପାଣି ଦିନରେ ତାକୁ କହିଛି ନିଜ ଦେହକୁ ନିଜେ ବୈଦ ହବୁ। ଆଲୋ ସ୍ୱାସ୍ଥ୍ୟ ହିଁ ସମ୍ପଦ ପରା ଲୋ ଅପା। ଜମା ଶୁଣୁନି ସେ, ଖାଲି କହୁଛି ହେଲେ ନିଜ ପାଇଁ କିଛି କରୁନି। ଓହୋ, ମଣିଷ ଶରୀର ଦେହ ମୁଣ୍ଡ ହବନି ଏ କଣ ଆମ ହାତର କଥା? କୁଆଡୁ କଣ ବିଗିଡି ଯାଇଛି ସେ ବାଗେଇ ଯିବେନି। ଆଉ ଅପା, ହଁ ତମ ଦେହ ପା ଭଲ ଅଛି ଟି? ହଁ ହଁ, ମୋ ଦେହ ପା ଭଲ ଅଛି। ବିଲ ବାଡିକି ତ ଯାଉଛି, ଏଇକା ତ ଆମର ଚାଷ ବାସର ବେଳ। ହଁ, ଆମେ ତ ହଉଛୁ ଚାଷୀ ବନ୍ଦୀ ଘର ଲୋକ। ହୁଁ ଆମର ତ ସବୁ ଋତୁରେ ସବୁ ସମୟରେ ଚାଷ ବାସ। ହୁଁ ଇଏ ଯୋଉ ବର୍ଷା ହଉଛି, ଧାରା ଶିରାବଣ ମାସ ଆଉ ହବନି କେମିତି? ଏଇ ଯୋଉ ବର୍ଷା ଚାଲିଛି, ବିଲ ବାଡିରେ ପାଣି ଜମୁଥିବ। ଏଇ ପାଣି ଜମିବା କଥା କହିଲାରୁ ମୋର ଗୋଟେ କଥା ମନେ ପଡିଲା। କଣ ବା? ଅଧିକ ପାଣି ବି ଆମ ଚାଷ ପାଇଁ କ୍ଷତିକାରକ। ଆଲୋ ମୁଁ ସେଇ କଥା ପରା କହୁଛି। ଆମେ ଯଦି ଜମିରୁ ପାଣି ନିଷ୍କାସନ କରିବା, ଆମ ଯୋଉ ଧାନ ଫସଲ ହଁ କରିଛନ୍ତି ହଁ ଜମିରେ, ହଁ, ତାହେଲେ ଠିକ ରହିବ। କାଇଁ ଆଉ କହିଲ ମୂଳ ଅପା? ପଚିବନି ଲୋ। ହଁ, ମୋ ପାଟିରୁ ତ କଥାଟା ଛଡେଇ ନେଲା ଆଉ। ଚାଷ କହିଲେ ଆମ ମନକୁ ଆଗ ଆସେ ଧାନ ଚାଷ, ନା କଣ କହୁଛ? ବରଷକ ଯାକର ଖାଦ୍ୟ ଆଉ। ହଁ, ଆଉ ଏଇ ଯଦି ଧାନ ଚାଷରେ ହୁଁ ଏଇ ସମୟରେ ହୁଁ ରୋଗ ପୋକ ଲାଗିବ, ତାହେଲେ ଅସୁବିଧା କଥା ନୁହଁ କହିଲ? ସେ ଉପରେ ବି ଆମେ ସଚେତନ ହବା, ହଁ ପାଣି ନିଷ୍କାସନ କରିବା, ବିଶେଷଜ୍ଞଙ୍କ ପରାମର୍ଶ ନେଇ ଚାଷବାସ କରିବା। ହଁ, ତାହେଲେ ଆମେ ଧାନ ଚାଷରୁ ଭଲ ଅମଳ କରିବା। ଆଉ ଭଲ ଲାଭବାନ ହବା। ଆମେ ଯଦି ଲାଭବାନ ହବା, ହଁ, ଆମ ପାଖରେ 2 ପଇସା ରହିବ ଲୋ। ଆଉ 2 ପଇସା ରହିଲେ ଆମ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହବ ଆଉ। ଆଲୋ ଅପା, ଆମେ ତ ଗପୁଥିଲେ ଗପୁଥିବା। ଏ ଗପିବି କି ଆମ, ମୋର ସେପଟେ କେତେ ପାଇଟି ଅଛି। ଆଲୋ ରୁହ ବା, କେତେ ଦିନ ପରେ ଆସିଛ, ଭଜନ ଶୁଣିବା, କଥା ହବା। ହଁ ଲୋ, ହଁ ହଁ, ଭଜନ ଟିକେ ଶୁଣା, ତାପରେ କଥା ହବା। ହଁ, एका तो भकत जीवन, एका तो भकत जीवन, भकत निमन्ते तोर शंख चक्रे चिन्ह, शंख चक्रे चिन्ह। एका तो भकत जीवन, एका तो भकत जीवन। भकत तो माता पिता, भकत तो बंधु, भकत हितरे तोर नाम कृपा सिंधु, नाम कृपा सिंधु। एका तो भकत जीवन, एका तो भकत जीवन। धेनु पछे पछे बछा, गमे क्षीर लोभे, भकत पछरे तुही थाऊ से ही भावे, थाऊ से ही भावे। एका तो भकत जीवन, एका तो भकत जीवन। कहे साल बेगहीन जाति रे जवन, श्रीरंगा चरण बिनु न जान इयान, न जान इयान। एका तो भकत जीवन, एका तो भकत जीवन, भकत निमन्ते तोर शंख चक्र चिन्ह, शंख चक्र चिन्ह। एका तो भकत जीवन, एका तो भकत जीवन। ये माଳ, ଆଁ? ଏ ଭଜନ ଶୁଣିକି ମନ କର୍ଣ୍ଣ ପବିତ୍ର ହେଲା, ଭାରି ବଢିଆ ଲାଗିଲା। ମୁଁ ବା ଜାଣିଥିଲି ମନକୁ ପାଇବ ଜେମା ଅପାର। ହଉ ଅପା, ହୁଁ
ଆମେ ତ ଭଜନ ଶୁଣିଲେ ଏବେ ଟିକେ ଆମର ପେଟ ପାଟଣା କଥା ଆଲୋଚନା କରିବା। ପେଟ ପାଟଣାରେ କଣ ଅଛି ଟିକେ କହିଦଉନୁ। ଆଲୋ ଆମେ ଯୋଉ କଥା ହଉଥିଲେ ଧାନ ଚାଷ, ହଁ ଆଲୋ ଅପା ଆଗେ କଣ ଏତିକି ରାସାୟନିକ ସାର ବିଲରେ ପଡୁଥିଲା? ଇଲୋ ମାଳ, ଆଁ? ଆମ ବେଳେ କଥା ତୁ ଦେଖୁନୁ, ଆମ ବେଳେ ସମସ୍ତଙ୍କ ଘରରେ ଗାଈ ଥିଲା। ହଁ ସମସ୍ତଙ୍କ ଘରେ ଗାଈ ବଳଦ ଥିଲେ। ହଁ ଗୋବର ପକେଇ ଆମେ ବିଲକୁ ଖତ ମୁତ ଦେଇ ଚାଷ କରୁଥିଲେ। ଶଗଡରେ ଖତ ଯାଉଥିଲା, ବିଲରେ ପଡୁଥିଲା, ଆଉ ଆମେ ବାପ ଅଜା ଅମଳରୁ ଦେଖିଛେ ଦେଶୀୟ ଜ୍ଞାନ କୌଶଳରେ ଚାଷ ହଉଥିଲା। ଆଉ ସେ ଜମି ପରା ଉର୍ବର ଥିଲା। ଏବେ ପରା ରାସାୟନିକ ସାର ଦେଇ ତାକୁ ଖପରା କରି ସାରିଲେଣି। ଖପରା ଖପରା ତ ଖପରା, ମାଟିର ଉର୍ବର ଶକ୍ତି ବି ଗଲାଣି। ହେଲେ ବି ବର୍ତ୍ତମାନ ସମୟରେ ଲୋକମାନେ ସଚେତନ ହେଲେଣି, ଜୈବିକ ଉପାୟରେ ଚାଷବାସ କଲେଣି। କାରଣ ଜୈବିକ ସାର ସବୁଠାରୁ ସହଜ ଆଉ କମ ଖର୍ଚ୍ଚ, ମାଟିକୁ ବଳିଷ୍ଠ କରେ। ହଉ ହଉ, ଆମେ ତ ଏତେ କଥା ହେଲେଣି, ତୁ ଟିକେ ଆଜିର ବିଷୟ କଥା କହିଦଉନୁ। ଆଲୋ ଅପା ଆଜି ପୁରା ସେଇ ଉପରେ ଗୋଟେ ଆଲୋଚନା ଅଛି। ଖରିଫ ଧାନ ଫସଲରେ ଜୈବିକ ଉପାୟରେ ରୋଗ ପୋକ ଦମନ। ଆଉ ମହାଶୟ କିଏ ଆସିଛନ୍ତି ଆଜି? ଏ ବିଷୟରେ ଆଲୋଚନା କରୁଛନ୍ତି ବରିଷ୍ଠ କ୍ଷେତ୍ର ବିଜ୍ଞାନୀ ତାପସ ରଞ୍ଜନ ସାହୁ। ମହାଶୟ ଜଜାଙ୍ଗ କୃଷି ବିଜ୍ଞାନ କ୍ଷେତ୍ରରେ ଅଛନ୍ତି। ସେ କଣ ପରାମର୍ଶ ଦେବେ ଆମେ ଶୁଣିବା, ଆମର ଶ୍ରୋତା ଭାଇ ଭଉଣୀ ମାନେ ଶୁଣିବେ। ଆଉ ହଉ ତାହେଲେ ଆମେ ବସିକି ଶୁଣିବା। ହଁ ଆସନ୍ତୁ ତାପସ ବାବୁ, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କୃଷି ସଂସାର କାର୍ଯ୍ୟକ୍ରମକୁ। ନମସ୍କାର। ନମସ୍କାର। ପ୍ରଥମେ ଆମକୁ କୁହନ୍ତୁ, ବର୍ତ୍ତମାନ ଧାନ ଫସଲରେ ଜୈବିକ ଉପାୟରେ ରୋଗପୋକ ପରିଚାଳନାର କ'ଣ ଆବଶ୍ୟକତା ରହିଛି? ବର୍ତ୍ତମାନ ଆମେ ମନୁଷ୍ୟ ସମାଜ କୃଷି କ୍ଷେତ୍ରରେ ବ୍ୟବହାର କରୁଥିବା ବହୁତ ପରିମାଣରେ ରାସାୟନିକ ଦ୍ରବ୍ୟମାନଙ୍କ ଦ୍ୱାରା ଜଳ, ମୃତ୍ତିକା ଓ ବାୟୁ ପ୍ରଦୂଷଣ ହେବା ସହିତ ଜୈବମଣ୍ଡଳର ବିବିଧତା ମଧ୍ୟ କ୍ଷୁର୍ଣ୍ଣ ହେଉଛି, ଯେଉଁଟାକୁ ଆମେ ବାୟୋଡାଇଭର୍ସିଟି କହୁଛେ। ଆଜ୍ଞା। ଏହା ଆମ ପାଇଁ ଏକ ସତର୍କତାର ଘଣ୍ଟି ବଜାଇଛି। ଆମେମାନେ ଆଜିଠୁ ଯଦି ସଚେତନ ନ ହେବା, ତେବେ ଏହାର ଭୟାବହ ପରିଣାମ ଆମକୁ ଜଳବାୟୁ ପରିବର୍ତ୍ତନ ସଂଜ୍ଞା ନେଇ ବିଭିନ୍ନ ପ୍ରକାରର ପ୍ରାକୃତିକ ଦୁର୍ବିପାକ ଓ ସ୍ୱାସ୍ଥ୍ୟଗତ ସମସ୍ୟା ରୂପରେ ଦେଖାଦେବ। ଏଣୁ ଆମେମାନେ କୃଷି କ୍ଷେତ୍ରରେ କିଭଳି କମ୍ ରାସାୟନିକ ଦ୍ରବ୍ୟ ବ୍ୟବହାର କରି ନିଜ ସ୍ୱାସ୍ଥ୍ୟ ତଥା ପରିବେଶର ସୁରକ୍ଷାକୁ ପ୍ରାଧାନ୍ୟ ଦେବା ପାଇଁ ଜନସଚେତନତା ସୃଷ୍ଟି କରିବା ଆବଶ୍ୟକ ଅଛି। ତେଣୁ ଧାନ ଚାଷରେ ମୁଖ୍ୟତଃ ଆମେମାନେ ବ୍ୟବହାର କରୁଥିବା ରାସାୟନିକ କୀଟନାଶକକୁ ବ୍ୟବହାର ବନ୍ଦ କରି ଯଦି ଜୈବିକ ଉପାୟରେ ରୋଗପୋକର ପରିଚାଳନା କରିପାରିବା, ତେବେ ଆମେ ଉତ୍ତମ ଗୁଣବତ୍ତା କୃଷିଜାତ ଦ୍ରବ୍ୟ ପାଇବା ସହ କୀଟନାଶକ ଅବଶେଷାଂଶ ରହିତ ବା ଯେଉଁଟା ଆମେ ପେଷ୍ଟିସାଇଡ୍ ରେସିଡ୍ୟୁ ରହିନଥିବ ଯେଉଁ ଖାଦ୍ୟ, ଆମେ ସେ ଖାଦ୍ୟ ପାଇପାରିବା। ତେଣୁ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ଓ ମାଟିର ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ କୀଟନାଶକ ମାନଙ୍କର ବ୍ୟବହାର ସମ୍ପୂର୍ଣ୍ଣ ରୂପେ ବର୍ଜନୀୟ ହେବା ଆବଶ୍ୟକ। ଏବେ ଚାଷୀ ଭାଇଙ୍କ ମନରେ ଗୋଟେ ସ୍ୱତ ପ୍ରଶ୍ନ ଆସୁଥିବ ଯେ ଧାନ ଚାଷରେ କମ୍ ଖର୍ଚ୍ଚରେ ଆମେ କିଭଳି ଭାବେ ଜୈବିକ ଉପାୟରେ ରୋଗପୋକର ପରିଚାଳନା କରିପାରିବା, ଏ ବିଷୟରେ ଆପଣ କ'ଣ କହିବେ? ଯଦି ଆମେ ସବୁଠୁ କମ୍ ଖର୍ଚ୍ଚରେ ରୋଗପୋକ ପରିଚାଳନା କରିବାକୁ ଚାହୁଁଛନ୍ତି, ତେବେ ଯୋଉଟା ଆମର ଚାଷବାସ ପଦ୍ଧତି ବା କଲଚରାଲ ପ୍ରାକ୍ଟିସ୍ ଆମେ ସେଟା କହୁଛୁ, ସେଇ ମାଧ୍ୟମରେ ଆପଣମାନେ ସବୁଠୁ କମ୍ ଖର୍ଚ୍ଚରେ ରୋଗପୋକ ପରିଚାଳନା କରିପାରିବେ। ସର୍ବପ୍ରଥମେ ଆମେ ଯଦି ସୁସ୍ଥ ମଞ୍ଜି ବ୍ୟବହାର କରିବା, ତେବେ ସୁସ୍ଥ ଫସଲର ଆଶା ରଖିପାରିବା। ବହୁ ସମୟରେ ମଞ୍ଜି ହିଁ ବହୁତ ରୋଗ ଓ ପୋକର ବାହକ ହୋଇଥାଏ। ତେଣୁ ସୁସ୍ଥ ଓ ନିରୋଗା ମଞ୍ଜି ବ୍ୟବହାର କଲେ ପରବର୍ତ୍ତୀ ସମୟରେ ଫସଲରେ ରୋଗ ପୋକର ପ୍ରାଦୁର୍ଭାବ କମ୍ ହୋଇଥାଏ। ଆଜ୍ଞା। ଯଦି ଆମେ ଧାନ ଚାଷକୁ ଗୁରୁତ୍ୱ ଦେଇ କହିବା, ତେବେ ମୁଖ୍ୟ ପୋକମାନଙ୍କ ମଧ୍ୟରେ କାଣ୍ଡବିନ୍ଧା ପୋକ, ଯୋଉଟା ଆମର ପତ୍ରମୋଡ଼ା ପୋକ, ଏଇ ସବୁ ଆଦି ଅନ୍ୟତମ। କିନ୍ତୁ କାଣ୍ଡବିନ୍ଧା ପୋକର ନିରାକରଣ ପାଇଁ ଯଦି ଧାନ ରୋଇବା ପୂର୍ବରୁ ତଳିର ଅଗପତ୍ରକୁ କାଟିକି ଆମେ ରୋଇବା, ତେବେ କାଣ୍ଡବିନ୍ଧା ପୋକର ଅଣ୍ଡା ଗୁଡ଼ିକ ନଷ୍ଟ ହୋଇଯାନ୍ତି, କାରଣ ସେମାନେ ସେଇ ଅଗରେ ହିଁ କେବଳ ଅଣ୍ଡା ଦେଇଥାନ୍ତି। ଆଜ୍ଞା। ଆହୁରି ମଧ୍ୟ ଯଦି ଆମେ ଗୁଞ୍ଜି ଗୁଞ୍ଜି ନ ରୋଇ ଛାଡ଼ି ଛାଡ଼ି ଧାଡ଼ିରେ ରୋଇବା, ତେବେ ମଧ୍ୟ ଏହି ପୋକର ପ୍ରାଦୁର୍ଭାବ କମିଯିବ। ଏଠି ସାର୍ ଗୋଟିଏ କଥା କୁହନ୍ତୁ, ଆମର ମାଟିଆ ଗୁଣ୍ଡି ବା ଚକଡ଼ା ପୋକକୁ ଆମେ କେଉଁଭଳି ଉପାୟରେ ଦମନ କରିପାରିବା? ଏଇଟା ଯେମିତି ଆମର କାଣ୍ଡବିନ୍ଧା ପୋକ ଗୋଟେ ମୁଖ୍ୟ ପୋକ, ସେଭଳି ମାଟିଆ ଗୁଣ୍ଡି ପୋକ ବା ଯୋଉଟା ଆମର ଚକଡ଼ା ପୋକ, ସେଇଟା ମଧ୍ୟ ଗୋଟେ ମାରାତ୍ମକ ପୋକ। ଖାଲି ମାଟିଆ ଗୁଣ୍ଡି ପୋକ ନୁହେଁ, ଏହି ଶ୍ରେଣୀୟ ଅନ୍ୟ ଶୋଷକ କୀଟମାନଙ୍କୁ ମଧ୍ୟ ଆମେ ସୁପରିଚାଳନା କରିହେବ। ଏହି ଜାତୀୟ ପୋକ ଅନ୍ଧାରୁଆ ପରିବେଶ ଦରକାର କରିଥାନ୍ତି। ମାତ୍ର ଯଦି ଆମେ ଛାଡ଼ି ଛାଡ଼ି ଧାଡ଼ିରେ ରହି ପ୍ରତି 8-10 ଧାଡ଼ି ମଧ୍ୟରେ 1 ଫୁଟ ଓସାରର ଏକ ପାଇ ଛାଡ଼ିଦେବା, ତେବେ ସୂର୍ଯ୍ୟ କିରଣର ଚଳାଚଳ ସଠିକ୍ ଭାବେ ହୋଇ ଏହି ପୋକର ଉପଦ୍ରବ କମିଯାଇପାରିବ। ଅଧିକ ଯବକ୍ଷାରଜାନ ଜାତୀୟ ସାରର ପ୍ରୟୋଗର ବାରଣ ଆଦି ଚକଡ଼ା ପୋକ ପରିଚାଳନା ପାଇଁ ଉପାଦେୟ। ଆଉ ଏଭଳି କିଛି ଚାଷ ପଦ୍ଧତି ଅଛି କି ଯାହା ରୋଗପୋକ ପରିଚାଳନାରେ ସହାୟକ ହେବ? ହଁ ଆଜ୍ଞା, ଅନ୍ୟାନ୍ୟ ଚାଷ ପଦ୍ଧତି ଯୋଉଟା ଆମେ କଲଚରାଲ ପ୍ରାକ୍ଟିସ୍ କହୁଛେ, ଯଥା ରୋଗପୋକ ସହଣୀ କିସମର ବ୍ୟବହାର, ଯୋଉଟା ଆମେ ରେଜିଷ୍ଟାଣ୍ଟ ଭେରାଇଟି କହୁଛେ, ଜନ୍ତା ଫସଲ ବା ଟ୍ରାପ୍ କ୍ରପ୍, ସଙ୍ଗ ଆକର୍ଷକ ଜନ୍ତା ଯୋଉଟା ଫେରୋମୋନ୍ ଟ୍ରାପ୍ କହୁଛେ, ଆଲୋକ ଜନ୍ତା ଲାଇଟ୍ ଟ୍ରାପ୍
ଓ ପକ୍ଷୀ ବିଶ୍ରାମ କରିବା ସ୍ଥାନ ଯୋଉଟା ଆମେ କହୁଛେ ବାର୍ଡ ପର୍ଚେସ୍, ଉଦ୍ଭିଦଜାତ ଉତ୍ପାଦ ଆଦିର ବ୍ୟବହାର କରି ଆମେ ଜୈବିକ ଉପାୟରେ ରୋଗ ପୋକର ପରିଚାଳନା କରିପାରିବା। ଏବେ ଧାନର ବହୁତ ରୋଗ ପୋକ ସହଣୀ କିସମ ବାହାରିଲାଣି ଯାହାର ବ୍ୟବହାର କଲେ ଆମେ ରୋଗ ପୋକ ଦାଉରୁ ନିଶ୍ଚୟ ରକ୍ଷା ପାଇପାରିବା। ଉଦାହରଣ ସ୍ୱରୂପ ଓୟୁଟରୁ ବାହାରିଥିବା ହସନ୍ତ କିସମ ଯୋଉଟା ଅଛି ଧାନ, ସେଇଟା ମାଟିଆଗୁଣ୍ଡି ପୋକ ସହଣୀ କିସମ ଅଟେ। ସେହିପରି ଆମର ଜାତୀୟ ଧାନ ଗବେଷଣା କେନ୍ଦ୍ରରୁ ବାହାରିଥିବା ସିଆର ଧାନ 300ର କାଣ୍ଡବିନ୍ଧା ପୋକ, ପତ୍ର ମୋଡ଼ା ପୋକ, ମହିଷା ରୋଗ, ପତ୍ରଛଦା ସଢ଼ା ରୋଗ, ତୁଙ୍ଗୁର ଭାଇରସ ଯୋଉଟା ଆମର ଭୂତାଣୁ ଜନିତ ରୋଗ ଆଦିର ସହଣୀ କ୍ଷମତା ମଧ୍ୟ ରହିଅଛି। ସେହିପରି ବର୍ଷା ଧାନର ମହିଷା, ବୀଜାଣୁ ଜନିତ ପତ୍ରପୋଡ଼ା, ପତ୍ରଛଦା ପୋଡ଼ା ରୋଗ, ମାଟିଆଗୁଣ୍ଡି ପୋକ ସହଣୀ କ୍ଷମତା ମଧ୍ୟ ରହିଅଛି। ଯଦି ଆମେ ଜନ୍ତା ଫସଲକୁ ଦେଖିବା, ଆମେ ଜନ୍ତା ଫସଲ ଜାଣିବା କ'ଣ ନା ସେ ସମପାରିବାରିକ ଫସଲ ହେଇଥାଏ ଏବଂ ଏହା ଅନ୍ୟ ପୋକମାନଙ୍କୁ ତା ଆଡ଼କୁ ଆମନ୍ତ୍ରଣ କରିଥାଏ। ଆମେ ଯଦି ଧାନ ଚାଷ କଥା ଦେଖିବା, ଆମେ ଧାନ ଚାଷରେ ଯଦି ଆମେ ବାସ୍ନା ଧାନକୁ ଜନ୍ତା ଫସଲ ରୂପେ ବ୍ୟବହାର କରାଯାଏ, କାରଣ ବାସ୍ନା ଧାନରେ ଟିକେ ରୋଗ ପୋକ ଅଧିକା ସେଥିରେ ଲାଗିଥାଏ। ତେଣୁ ଆମେ ଯଦି ସେଇଠି ବାସ୍ନା ଧାନକୁ ନର୍ମାଲ ଧାନ ସାଙ୍ଗରେ ଆମର ସାଧାରଣ ଧାନ ସାଙ୍ଗରେ କରିବା, ତେବେ ବାସ୍ନା ଧାନ ଆମର ଜନ୍ତା ଫସଲ ରୂପେ ସେଠି କାମ କରିଥାଏ। ଆହୁରି ମଧ୍ୟ ଯଦି ଆମେ ଦେଖିବା ଯୋଉ ସଙ୍ଗ ଆକର୍ଷକ ଜନ୍ତା ଯୋଉଟା ଫେରୋମନ୍ ଟ୍ରାପ୍, ତ ଆମର ଧାନ ଚାଷରେ ମଧ୍ୟ ତାର ବ୍ୟବହାର କରିପାରିବା। କାଣ୍ଡବିନ୍ଧା ପୋକର ନିୟନ୍ତ୍ରଣ ପାଇଁ ଗୋଟିଏ ହେକ୍ଟର ପିଛା ଆମେ 20 ଗୋଟି ସଙ୍ଗ ଆକର୍ଷକ ଯନ୍ତ୍ରର ବ୍ୟବହାର କରିପାରିବା। ସେଇ ସଙ୍ଗ ଆକର୍ଷକ ଯନ୍ତ୍ରଟି କ'ଣ, ସେ ବିଷୟରେ ଟିକେ କୁହନ୍ତୁ। ସେଇଟା ହଉଛି ଆମର ଫେରୋମନ୍ ଟ୍ରାପ୍ ବା ସଙ୍ଗ ଆକର୍ଷକ ଯନ୍ତ୍ର କୁହାଯାଉଛି। ସେଇ ଯନ୍ତ୍ରରେ ଗୋଟେ ଲିଓର ଥାଏ ଯୋଉଟା ଆମର ପୁରୁଷ କୀଟମାନଙ୍କୁ ଆକର୍ଷଣ କରିଥାଏ। ସେଇ ପୁରୁଷ କୀଟମାନେ ଯେତେବେଳେ ଆସିଯିବେ ରହିଯିବେ ଆପଣଙ୍କର ଯୋଉ ଟ୍ରାପ୍ ହେଇଥିବ ଯୋଉ ସଙ୍ଗ ଆକର୍ଷଣ ଯନ୍ତା ଭିତରେ, ତେବେ ତାଙ୍କର ପପୁଲେସନ ପରବର୍ତ୍ତୀ ସମୟରେ ଯୋଉ ତାଙ୍କର ସଂଖ୍ୟା ଆଉ ବୃଦ୍ଧି ହବ ନାହିଁ। ଧୀରେ 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 ସେଇ ଯୋଉ ପୋକର ସଂଖ୍ୟା ନିୟନ୍ତ୍ରଣ ଭିତରକୁ ପଳେଇ ଆସିବ। ସେଇଭଳି ଆମେ ଆଲୋକ ଯନ୍ତାର ମଧ୍ୟ ବ୍ୟବହାର କରାଯାଇ ପାରିବ। ଆଲୋକ ଯନ୍ତା ହଉଛି ଲାଇଟ୍ ଟ୍ରାପ୍ ଯୋଉଟା ଆମେ କହୁଛେ। ପୋକମାନେ ସାଧାରଣତଃ ଆଲୋକ ଆଡକୁ ଆକର୍ଷିତ ହୋଇଥାନ୍ତି ଏବଂ ପୋକ ସଂଗ୍ରହ କୋଠରୀ ଭିତରେ ଯୋଉ ପାଣି ଥାଏ ତା ଭିତରେ ପଡି ଯାଇଥାନ୍ତି, ଫଳରେ ସେମାନେ ଆଉ ଉଡ଼ିକି ଯାଇପାରନ୍ତି ନାହିଁ। ଏହି ନିକଟରେ ଜାତୀୟ ଧାନ ଗବେଷଣା କେନ୍ଦ୍ର ଦ୍ୱାରା ସୌରଚାଳିତ ଆଲୋକ ଯନ୍ତ୍ରର ମଧ୍ୟ ଉଦ୍ଭାବନ କରାଯାଇଛି। ଏହି ଆଲୋକ ଯନ୍ତାକୁ ଆମେ 5 ହେକ୍ଟର ଜମିରେ ଗୋଟିଏ ଆଲୋକ ଯନ୍ତ୍ର ଆବଶ୍ୟକ ହୋଇଥାଏ। ଆଉ ଗୋଟେ କଥା ହଉଛି ଯେ ପକ୍ଷୀ ମାନଙ୍କର ଆମେ ଯୋଉ କହିଲେ ପକ୍ଷୀ ବିଶ୍ରାମ ସ୍ଥାନ ବା ଆଶ୍ରୟ ସ୍ଥଳ ଗୋଟେ କରିବା, ଆମେ ସମସ୍ତେ ଜାଣିଛେ ପକ୍ଷୀ ମାନଙ୍କର ଖାଦ୍ୟ ହଉଛି ପୋକ। ଯଦି ଆମେ କୌଣସି ଜାଗାରେ ଖଣ୍ଡେ ବାଡି ପୋତିଦେବା କିମ୍ବା ଗୋଟେ ପକ୍ଷୀ ଆଶ୍ରୟ ସ୍ଥଳ ରଖିବା, ସେ ଜାଗାରେ ଯଦି ପକ୍ଷୀ ଆସି ବସିଲେ ଆମର ଯୋଉ ଧାନ ଫସଲରେ ଯୋଉ ପୋକ ଯୋକ ଆଜି ଥାଆନ୍ତି ସେମାନଙ୍କୁ ସେମାନେ ଖାଇଦେବେ। ଦେଖନ୍ତୁ ଏଇଟାରେ କିଛି ଖର୍ଚ୍ଚ ନାହିଁ, କିନ୍ତୁ ଆମେ ବହୁତ କମ ଖର୍ଚ୍ଚରେ ଏଇଭଳି ଭାବେ ଆମେ ରୋଗ ପୋକର ପରିଚାଳନା କରିପାରିବା। ତେବେ ଏଇଠି ମନରେ ଗୋଟେ ପ୍ରଶ୍ନ ଆସେ ଯେ ଧାନ ଚାଷରେ ରୋଗ ପୋକ ନିୟନ୍ତ୍ରଣ ପାଇଁ ଉଦ୍ଭିଦଜାତ ଯେଉଁ ଉତ୍ପାଦ ଗୁଡ଼ିକ ରହିଛି ଆମେ ତାର କିଭଳି ବ୍ୟବହାର କରିପାରିବା? ଉଦ୍ଭିଦଜାତ ଉତ୍ପାଦ କହିଲେ ଆମେ ସେଟା ସାଧାରଣତଃ ଆମେ ଭାବିଥାଉ ବୋଟାନିକାଲ୍ସ ବା ଯୋଉଟା ଆମର ଗଛରୁ ଆମେ ପାଇଥାଉ ବା ଯେକୌଣସି ଉଦ୍ଭିଦରୁ ଆମେ ପାଇଥାଉ। ଉଦ୍ଭିଦଜାତ ଉତ୍ପାଦର ବ୍ୟବହାର ପରିବେଶ ଉପଯୋଗୀ ଓ ସ୍ୱାସ୍ଥ୍ୟକର ମଧ୍ୟ। ଧାନ ଚାଷରେ ଉଦ୍ଭିଦଜାତ ଉତ୍ପାଦ ମାନଙ୍କର ମଧ୍ୟରେ ଯେତିକି ଆମର ବ୍ୟବହାର କରାଯାଏ, ନିମ୍ବ ଓ କରଞ୍ଜଜାତ ଉତ୍ପାଦ ଅନ୍ୟତମ। ନିମ୍ବ ପିଡ଼ିଆ ଓ ନିମ୍ବ ତେଲର ବହୁଳ ଭାବେ ବ୍ୟବହାର କରାଯାଇଥାଏ। ନିମ୍ବ ପିଡ଼ିଆକୁ ଧାନ ତଳିଘରାରେ ବ୍ୟବହାର କଲେ ଆମେ ଲାଭବାନ ହୋଇଥାଏ। ଆମେ ଯଦି ତଳିଘରା ଦେଖିବା ତାହେଲେ ତଳିଘରାରେ ଗୋଟେ ଗୁଣ୍ଠ ଆମେ ଯଦି ତଳିଘରା କରୁଛେ ତେବେ ସେଠି 12 କିଲୋଗ୍ରାମ ନିମ ପିଡ଼ିଆ ଆମେ ବ୍ୟବହାର କରିଥାଉ। ଆମର ସାଧାରଣତଃ 2 ଫର୍ମୁଲେସନ ବା ଆମେ 2 ପ୍ରକାରର ଆମର ନିମ ତେଲ ବଜାରରେ ମିଳିଥାଏ। ଗୋଟେ ହଉଛି 1500 ppm ଆଉ ଗୋଟେ ହଉଛି 300 ppm। ଆମେ ଯଦି 1500 ppm ନିମ ତେଲ ବ୍ୟବହାର କରି ସ୍ପ୍ରେ କରୁଛେ ତେବେ 1 ଲିଟର ପିଛା ପାଣିରେ 3 ମିଲିଲିଟର ନିମ ତେଲ ଏବଂ ଯଦି 300 ppm ନିମ ତେଲ ବ୍ୟବହାର କରୁଛେ ତେବେ 5 ମିଲିଲିଟର 1 ଲିଟର ପିଛା ପାଣିରେ ଆମେ ପ୍ରୟୋଗ କଲେ ଧାନର ମୁଖ୍ୟ ଶୋଷକ କୀଟ ଓ ଅନ୍ୟାନ୍ୟ ପୋକ ଦାଉରୁ ରକ୍ଷା ମିଳିଥାଏ। ପ୍ରାକୃତିକ କୃଷି ଯୋଉଟା ବର୍ତ୍ତମାନ ପାଇଁ ବହୁତ ଚର୍ଚ୍ଚାର ବିଷୟ ହେଇଛି, ଆହୁରି ମଧ୍ୟ ପ୍ରାକୃତିକ କୃଷିରେ ବ୍ୟବହାର କରୁଥିବା ନିମାସ୍ତ୍ର, ବ୍ରହ୍ମାସ୍ତ୍ର ଆଦି ଦ୍ରବ୍ୟ ଗୁଡ଼ିକର ବ୍ୟବହାର କରିପାରିବା ଆମେ ଜୈବିକ ଉପାୟରେ ରୋଗ ପୋକ ପରିଚାଳନା ପାଇଁ। এই যে ଆପଣ ନିମାସ୍ତ୍ର କିମ୍ବା ବ୍ରହ୍ମାସ୍ତ୍ର କହିଲେ ତା ସମ୍ପର୍କରେ ଟିକେ ଆପଣ ଧାରଣା ଦିଅନ୍ତୁ। ଏହି ନିମାସ୍ତ୍ର ପ୍ରସ୍ତୁତି ପାଇଁ ଆପଣ 5 କିଲୋଗ୍ରାମ ନିମ ପତ୍ରକୁ ପାଣିରେ ମିଶାଇ ଛେଚି ଦିଆଯାଏ ଏବଂ ସେଥିରେ 5 ଲିଟର ଗୋମୂତ୍ର ଏବଂ 2 କିଲୋଗ୍ରାମ ଗାଈ ଗୋବରକୁ ମିଶାଇ 24 ଘଣ୍ଟା ପର୍ଯ୍ୟନ୍ତ ପଚିବା ପାଇଁ ଛାଡ଼ି ଦିଆଯାଇଥାଏ। ଭଲ ଭାବେ ପଚିଗଲା ପରେ ଏକ ସୂତା କପଡ଼ାରେ ଏହାକୁ ଛାଣି ଏହାର ରସ ଚିପୁଡ଼ି ବାହାର କରାଯାଏ। ଏହି ରସକୁ 100 ଲିଟର ପାଣିରେ ମିଶାଇ 1 ଏକର ଜମିରେ ସିଞ୍ଚନ କରାଗଲେ ଏହା ଧାନରେ ଶୋଷକ କୀଟ ଦମନ କରିବା ସହ ଦହିଆ ପୋକକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ବ୍ରହ୍ମାସ୍ତ୍ର ପ୍ରସ୍ତୁତି ପାଇଁ 3 କିଲୋଗ୍ରାମ ନିମପତ୍ରକୁ ଛେଚି 10 ଲିଟର ଗୋମୂତ୍ରରେ ମିଶାଯାଏ। ଅନ୍ୟ ଏକ ପାତ୍ରରେ
ଆତ ପତ୍ର, ଅମୃତଭଣ୍ଡା ପତ୍ର, ଡାଳିମ୍ବ ପତ୍ର ଓ ପିଜୁଳି ପତ୍ରକୁ ସାଧାରଣତଃ ଯୋଉଗୁଡ଼ିକ ପତ୍ରଗୁଡ଼ିକ କଷା ବା ପିତା ଆଜ୍ଞା ପ୍ରତ୍ୟେକରୁ 2 କିଲୋଗ୍ରାମ ଲେଖାଏଁ ଛେଚି ପାଣିରେ ମିଶାଯାଏ। ଏହାପରେ ଦୁଇଟି ଯାକ ଦ୍ରବଣକୁ ମିଶାଯାଇ କିଛି ସମୟ ଅନ୍ତରରେ 5 ଥର ସିଝାଯାଏ। ଏହା ସେ ପର୍ଯ୍ୟନ୍ତ ସିଝାଯିବ ଅନ୍ତିମ ଦ୍ରବଣ ସମଗ୍ର ପରିମାଣର ଅଧା ହୋଇଯିବ। ଆଜ୍ଞା ଏହି ଦ୍ରବଣକୁ 24 ଘଣ୍ଟା ପାଇଁ ରଖାଯାଏ। ଏହାପରେ ଏହି ଦ୍ରବଣକୁ ଛାଣି ସେଥିରୁ ରସ ବାହାର କରାଯାଏ। ଏହି ରସକୁ 6 ମାସ ପର୍ଯ୍ୟନ୍ତ ଆପଣ ମଧ୍ୟ ସାଇତିକି ରଖିପାରିବେ। 2 ଲିଟର ବ୍ରହ୍ମାସ୍ତ୍ରକୁ 100 ଲିଟର ପାଣିରେ ମିଶାଇ ଏକ ଏକ ଜମିରେ ସିଞ୍ଚନ କରାଗଲେ ବହୁତ ପ୍ରକାରର ପୋକ ଦାଉରୁ ଆମେ ଧାନ ଫସଲରେ ରକ୍ଷା ପାଇପାରିବା। ଆଚ୍ଛା ଅଗ୍ନି ଅସ୍ତ୍ର ଗୋଟେ ଅଛି ପ୍ରାକୃତିକ କୃଷିରେ ଆମେ ବ୍ୟବହାର କରିପାରିବା। ଏହାର ପ୍ରସ୍ତୁତି ପାଇଁ 10 ଲିଟର ଗୋମୂତ୍ରରେ 1 କିଲୋଗ୍ରାମ ତମାକୁ ପତ୍ର, 500 ଗ୍ରାମ କଞ୍ଚାଲଙ୍କା ଛେଚା, 125 ଗ୍ରାମ ରସୁଣ ଛେଚା ଏବଂ 5 କିଲୋଗ୍ରାମ ନିମପତ୍ର ଛେଚାକୁ ମିଶାଇ ଏହାକୁ 5 ଥର ସିଝାଯାଏ। ଭଲ କରି ସିଝିଯିବା ପରେ ଏହାକୁ 24 ଘଣ୍ଟା ପାଇଁ ପଚିବା ପାଇଁ ଛାଡ଼ି ଦିଆଯିବ। ଏହାପରେ ଏହାକୁ ଏକ ସୂତା କପଡ଼ାରେ ଛାଣି 8 ଲିଟର ଅଗ୍ନିଅସ୍ତ୍ରକୁ 100 ଲିଟର ପାଣିରେ ମିଶାଇ ଏକ ଏକର ଜମିରେ ପ୍ରୟୋଗ କଲେ ବିଭିନ୍ନ ପ୍ରକାର ପୋକ ଦାଉରୁ ରକ୍ଷା ମିଳିଥାଏ। ଆପଣ ଏଇଠୁ ଜାଣିପାରୁଥିବେ ଯେ ଯାହା ମୁଁ କହୁଛି ଏସବୁ ଦ୍ରବଣ ଗୁଡ଼ିକ ଏଗୁଡ଼ିକ ଚାଷୀମାନଙ୍କ ପାଖରେ ବହୁତ ସହଜରେ ଉପଲବ୍ଧ ହେବ ଏବଂ ବହୁତ ସହଜରେ ସେମାନେ ମଧ୍ୟ ତିଆରି କରିପାରିବେ। ସେଇଭଳି ଶୁଣ୍ଠାସ୍ତ୍ର ପ୍ରସ୍ତୁତି ପାଇଁ 200 ଗ୍ରାମ ଶୁଣ୍ଠି ଗୁଣ୍ଡକୁ ଗୁଣ୍ଡ କରି 2 ଲିଟର ପାଣିରେ ମିଶାଇ ଅନ୍ତିମ ଦ୍ରବଣର ପରିମାଣ 1 ଲିଟର ପର୍ଯ୍ୟନ୍ତ ତାକୁ ସିଝାଯିବ। ଅନ୍ୟ ପକ୍ଷରେ 5 ଲିଟର ଗୋଦୁଗ୍ଧ ମାନେ ଯୋଉଟା ଆମର କ୍ଷୀରକୁ ସିଝାଇ ଥଣ୍ଡା କରି ରଖାଯିବ। ଏହି ଦୁଇ ଦ୍ରବଣକୁ 200 ଲିଟର ପାଣିରେ ମିଶାଇ ଏକ ଏକର ଜମିରେ ସିଞ୍ଚନ କଲେ ପତ୍ର ଦାଗ, ମହିଷା ଓ ଅନ୍ୟାନ୍ୟ ରୋଗ ଦାଉରୁ ମଧ୍ୟ ରକ୍ଷା ମିଳିପାରିବ କରିପାରିବ। ଆଉ ଯେମିତି ଆମେ ଜାଣିଛୁ ପତ୍ର ଛାଦ ପୋଡ଼ା ରୋଗ କିମ୍ବା ପତ୍ର ଛାଦ ପଚା ରୋଗ ତାକୁ ନିୟନ୍ତ୍ରଣ କରିବା ପାଇଁ ସେମିତି କିଛି ଉପଚାର ଅଛି କି? ଆଜ୍ଞା ହଁ, ଯୋଉ ମିଳୁଛି ଆମର ସିଉଡୋମୋନାସ୍ ଫ୍ଲୋରୋସେନ୍ସ ଆମର ବ୍ୟାକ୍ଟେରିଆ ଗୋଟେ, ସେଇ ବ୍ୟାକ୍ଟେରିଆରୁ ତିଆରି ହେଇଛି ଯୋଉ ପେଷ୍ଟିସାଇଡଟା। ଆଜ୍ଞା ଏଇର ପତ୍ରଛାଦ ପୋଡ଼ା ଓ ପତ୍ରଛାଦ ପଚା ରୋଗକୁ ନିୟନ୍ତ୍ରଣ କରିବା ପାଇଁ ସିଉଡୋମୋନାସ୍ ଫ୍ଲୋରୋସେନ୍ସ ଏକର ପ୍ରତି 1 କିଲୋଗ୍ରାମ ହିସାବରେ 20 କିଲୋଗ୍ରାମ ଶୁଖିଲା ଖତରେ ମିଶାଇ ଜମିରେ ସମାନ ଭାବେ ପ୍ରୟୋଗ କରିପାରିବା। ଆଜ୍ଞା ଆହୁରି ମଧ୍ୟ କିଛି ବୀଜାଣୁକୁ ନେଇକି ଜୈବ କୀଟନାଶକ ପ୍ରସ୍ତୁତ କରାଯାଇଥାଏ। ସେଥିମଧ୍ୟରେ ବାସିଲସ୍ ଥୁରିଞ୍ଜିଏସିସ୍ ବା ଯୋଉଟା ଆମେ ବିଟି ନାଁରେ ଲୋକପ୍ରିୟ ହେଇଛି ସେଇଟା ବହୁତ। ଏହା ପତ୍ର ମୋଡ଼ା ପୋକ, କାଣ୍ଡ ବିନ୍ଧା ପୋକ ଆଦି ପାଇଁ ବହୁତ ପ୍ରଯୁଜ୍ୟ ଅଟେ। ବଜାରରେ ଏହା ଡେଲଫିନ୍ 85% ନାଁରେ କିମ୍ବା ଡିପେଲ 3.5% ନାଁରେ ଓ ବିଟିକେ 2 ଆଦି ନାଁରେ ଉପଲବ୍ଧ ଅଛି। ଏଗୁଡ଼ିକ 1 ହେକ୍ଟର ଜମିରେ 2 କିଲୋଗ୍ରାମ ହାରରେ ପ୍ରୟୋଗ କରାଯାଇ ପାରିବ। ଅନ୍ୟାନ୍ୟ ଜୈବ କୀଟନାଶକ ମାନଙ୍କ ମଧ୍ୟରେ ବିଉଭାରିଆ ବାସିଆନା, ଆମର ଏନପିଭି ଗୋଟେ ହଉଛି ନ୍ୟୁକ୍ଲିୟର ପଲିହାଇଡ୍ରୋସିସ୍ ଭାଇରସ ଏବଂ ମେଟାରାଇଜମ ଆନିସୋପିଲେ, ଭଟିସିଲିୟମ ଲେକାନି ଆଦି ଅନ୍ୟତମ। ଆମର ଧାନ ଚାଷରେ ଆମେ ସାଧାରଣତଃ ଏଗୁଡ଼ିକୁ ଯଦି ବ୍ୟବହାର କରିବା ତେବେ କାଣ୍ଡବିନ୍ଧା ପୋକ ଓ ପତ୍ରମୋଡ଼ା ପୋକ ପାଇଁ ବିଉଭାରିଆ ବାସିଆନା 1.15% 2.5 କିଲୋଗ୍ରାମ ହେକ୍ଟର ପିଛା, ମାଟିଆଗୁଣ୍ଡି ପୋକ ପାଇଁ ମେଟାରାଇଜମ ଆନିସୋପିଲେ ଯୋଉଟା ମିଳୁଛି ସେଇଟା ହେକ୍ଟର ପିଛା 2.5 କିଲୋଗ୍ରାମ, ଧଳା ପିଠିଆ ଗୁଣ୍ଡି ପୋକ ଯୋଉଟା WBPH ପାଇଁ ଭଟିସିଲିୟମ ଲେକାନି 5% ସେଇଟା ହେକ୍ଟର ପିଛା 3 କିଲୋଗ୍ରାମ ହିସାବରେ ବ୍ୟବହାର କଲେ ପୋକ ଗୁଡ଼ିକର ମଧ୍ୟ ଆମେ ସୁଫଳ ଭାବେ ନିୟନ୍ତ୍ରଣ କରିପାରିବା। ଶେଷରେ କୁହନ୍ତୁ ଜୈବିକ ଉପାୟରେ ରୋଗପୋକ ପରିଚାଳନାର ଉପକାରିତା ସବୁ କଣ ଅଛି? ଦେଖନ୍ତୁ, ଯଦି ଆମେ ଜୈବିକ ଉପାୟରେ ରୋଗପୋକ ପରିଚାଳନା କଲେ ତେବେ ପରିବେଶ ସୁସ୍ଥ ରହିବା ସହିତ ଜୈବ ବିବିଧତା ଅକ୍ଷୁଣ୍ଣ ରହିବ, ଯୋଉଟାକୁ ଆମେ ସମସ୍ତେ ଏବେ ପରିବେଶବିତ୍ ମାନେ ଫୋକସ କରୁଛନ୍ତି ବାୟୋଡାଇଭରସିଟି ଉପରେ। ସମସ୍ତଙ୍କର ବଞ୍ଚିବାର ସମାନ ଅଧିକାର ଅଛି। ଏଣୁ ସମ୍ପୂର୍ଣ୍ଣ ରୂପେ ନ ମାରି ଏହାକୁ ଆର୍ଥିକ ଦେହଳି ସୀମା ବା ଯୋଉଟା ଆମେ କହୁଛୁ ଇକୋନୋମିକ ଥ୍ରେଶୋଲ୍ଡ ଲେବୁଲ ତଳେ ନିୟନ୍ତ୍ରଣରେ ରଖିଲେ ଭଲ। ସେଥିପାଇଁ ଆମେ ଦମନ ଅପେକ୍ଷା ବର୍ତ୍ତମାନ ପାଇଁ ଆମେ ଶବ୍ଦ ବ୍ୟବହାର କରୁଛୁ, ଆମେ ପରିଚାଳନା କରୁଛେ ତାଙ୍କୁ ବା ନିୟନ୍ତ୍ରଣରେ ଆମେ ରଖୁଛେ, ସମ୍ପୂର୍ଣ୍ଣ ରୂପେ ଆମେ ମାରୁନେ ତାଙ୍କୁ। ଏଣୁ ଜୈବିକ ଉପାୟରେ ରୋଗପୋକ ପରିଚାଳନା କଲେ ଆମେ ପରାଶ୍ରୟୀ ଜୀବମାନଙ୍କର ସଂଖ୍ୟା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଅନିଷ୍ଟକାରୀ ପୋକ ଓ ଜୀବାଣୁ ମାନଙ୍କ ସଂଖ୍ୟା ମଧ୍ୟ ନିୟନ୍ତ୍ରଣରେ ରଖିପାରିବା। ଗୋଟେ ବାଲାନ୍ସ ତାଙ୍କ ଭିତରେ ଆମେ ରଖିପାରିଲେ ନିଶ୍ଚୟ ରୂପେ କମ୍ ଖର୍ଚ୍ଚରେ ଆମେ ରୋଗପୋକର ପରିଚାଳନା କରିବା ସହିତ ପରିବେଶକୁ ସୁସ୍ଥ ରଖିପାରିବା। ଯାହା ହଉ ତାପସ ବାବୁ, ଏଇଭଳି ସୁନ୍ଦର ଏବଂ ତଥ୍ୟଭିତ୍ତିକ ଆଲୋଚନା ପାଇଁ ଆପଣଙ୍କୁ କୃଷି ସଂସାର ପରିବାର ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର। ନମସ୍କାର। ଆଲୋ ମାଳ, ମହାଶୟ କେତେ ସୁନ୍ଦର ଭାବରେ ବୁଝେଇ ସୁଝେଇ କହିଦେଲେ। ଏ ସବୁକୁ ଆମର ଚାଷୀ ଭାଇ ଭଉଣୀ ମାନେ ମାନନ୍ତୁ ଆଉ ଲାଭବାନ ହୁଅନ୍ତୁ, କାର୍ଯ୍ୟରେ ଲଗାନ୍ତୁ। ହଁ। ଆଉ ବୁଝିଲୁ ନା ମାଳ, କଣ ବା? ଆମର ଯୋଉ ସମ୍ପୂର୍ଣ୍ଣତା ଅଭିଯାନ ଉପରେ କେତେକ ଗାଁ ଅଛି ବର୍ତ୍ତମାନ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ଆମର ନାରୀ ସଚେତନତା ଉପରେ ପଛୁଆ ଅଛନ୍ତି। ସେମାନେ କେମିତି ଆଗ ଧାଡିକୁ ଆସିବେ, କେମିତି ପାଠଶାଠ ପଢିବେ, କେମିତି ସ୍ୱାସ୍ଥ୍ୟରେ ସେମାନେ ଆଗେଇ ବୁଝିଲି। ଚାରିଆଡେ ହୁରି ପଡିଛି ସମ୍ପୂର୍ଣ୍ଣତା ଅଭିଯାନ, ଏଇ ଉପରେ କହୁଛ ତ? ଆଲୋ ମୁଁ ବା କହୁଛି, ଶୁଣ,
ଆମର ଯୋଉ ଆକାंक्षित ଅଞ୍ଚଳ ସବୁ ରହିଛି ହଁ ସେଠି ପଲ୍ଲୀ ପ୍ରଶାସନ ଚାଲିଛି। ଓହୋ ହୋ 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 ଆଉ ଏ ବିଷୟରେ ଆମେ ଶୁଣିବା ହଁ ଢେଙ୍କାନାଳ ସଦର ବ୍ଲକର ମଣ୍ଡଳ ଉନ୍ନୟନ ଅଧିକାରୀ ଆୟୁଷୀ ମହାପାତ୍ର କଣ କହୁଛନ୍ତି। ତାଙ୍କୁ ସାକ୍ଷାତ କରିଛନ୍ତି ଆମର ପ୍ରତିନିଧି ରବି ନାରାୟଣ ଷଡଙ୍ଗୀ। ହଉ ତାହେଲେ ଆମେ ଶୁଣିବା ତାପରେ କଥା ହବା। ହଁ मैडम आपको आम कार्यक्रम को स्वागत। आपन परिचय देवे। मो ना आयुषी महापात्र मु एबे सदर ब्लॉक रे गोष्ठी उन्नयन अधिकारी भाबे पोस्टेड अछि। मैडम ये जो आम पंचायत रे देखिलु जे आपनकर पल्ली रे प्रशासन गोटे कार्यक्रम चलछि ए कार्यक्रम संपर्क रे आपन सविशेष तथ्य। पल्ली रे प्रशासन एक्चुअली जेमती नाटा कहूँ एटा हूँ ग्रास रूट गवर्नेंस विषय रे आउ एटा कलेक्टर संकर गोटे अभिनव प्रयास जे आमर जेहेतु सबू केसेस रे सबू क्षेत्र रे ग्राम पंचायत रु लोक माने बाहरी की पैसा खर्च करी डिस्ट्रिक्ट हेडक्वार्टर को आसुचंती तांकर कोनोसी ग्रीवेंस रिड्रेसल पई अभियोग सुनेबा पई तो सेटा को डिस्करेज करी कि बरं गवर्नेंस तांका पाखु को पहुंचीबा कथा सो दैट एवरी सिंगल पर्सन जे हमर ग्रास रूट रे रहउचंती तांकर से ओल्ड एज हेई थांतु प्रेग्नेंट हेई थांतु यंग हेई थांतु तांका पाखु को गवर्नमेंट और गवर्नेंस केमती पहुंची पारिबो। एठी जो माने आसीचंती हमर एठी जिला स्तरीय अधिकारी आछंती ना ब्लॉक स्तरीय अधिकारी माने आछंती। एठी आमर मोस्टली ब्लॉक स्तरीय अधिकारी माने आछंती एग्रीकल्चर हो हॉर्टिकल्चर फिशरीज ब्लॉक डेवलपमेंट ऑफिस रो भी स्टाफ आछंती तहसीलदार भी आछंती तांका टीम सहित आ जहा लोकंगर ग्रीवेंस तो रिड्रेसल होउची ता बाद भी जदी सर्विस डिलीवरी फॉर एग्जांपल मने करो कहार कास्ट सर्टिफिकेट हेई परिनी तो एठी से माने अप्लाई करचंती आधार सेंटर अछि लोकंगर जदी आधार नाही कि आधार अपडेशन होवा सेटा भी एठी हेई परची एवरी डिपार्टमेंट जोटा हमर ब्लॉक रे काम करची सब डिपार्टमेंट रो रिप्रेजेंटेटिव सेठी अछंती। एठी जो अभियोग सब नियाउची तार त्वरित किछि समाधान एठी होउची ना किछि समाधान रही जाउची जोटा हमर परवर्ती पर्याय समान को प्रदान कराउची। देखो मोस्टली आम चेष्टा करुचु ऑन द स्पॉट दबा का बट किछिटा केसेस फॉर एग्जांपल किए जदि घर पे अप्लाई करूछंती एबे तो पीएमएवाई रे घर नुआ दिया होनी तो आमे तांगर रखी दउछ एप्लीकेशन टा आमे तांगा ना वेटिंग लिस्ट रे रखिबु जेते बेले हमको इंक्वायरी पे आसीबा हम इंक्वायरी करके दबु बट जोटा हेई परिबो फॉर एग्जांपल सर्टिफिकेट केसेस गुडा को हेई परुची माने कर किए किछि इन्फॉर्मेशन जानिबा को चाहुचंती फिशरी डिपार्टमेंट विषय किछि इन्फॉर्मेशन कि हॉर्टिकल्चर विषय किछि सेउडा को ऑन द स्पॉट दिया हे जाउची। तबे एई जो कार्यक्रम एहा प्रत्येक मासरे चलिबो ना आज प्रथम थर पई एवं आमे कहिबा आगामी दिन मानकर ए कार्यक्रम चलिबो। कलेक्टर सरଙ୍କର एटा गोटे माने मुख्य अभियान रही कि लोकंकर जहाँ भी प्रॉब्लम्स रोची जहाँ भी ग्रीवेंस रोची सेटा केमती त्वरान्वित होकर सॉल्व हो पारू एवरी मंडे डिफरेंट डिफरेंट ग्राम पंचायत रे ए अभियान टी चलिबो। एबे केते दिन पई एटा चलिबो पूरा 30 टा का जीपी जतले सदर ब्लॉक रे फॉर एग्जांपल 30 जीपी तो 30 जीपी कंप्लीट हे गला पुनी औथरे रोटेशन रे चावलिया रो स्टार्ट हबो। अच्छा आपण एई जो चावलिया जीपी रे आज जो पल्ली रे प्रशासन कार्यक्रम करूचंती केमती लोक मानकर उत्साह देखुचंती आपण नहीं आमर ये सरपंच आउ जे पंचायत एग्जीक्यूटिव ऑफिसर अच्छी ऑलरेडी कुहा से माने बहुत एक्टिव अच्छा तो बहुत लोक मोबिलाइज करी नहीं कि आछंती आपण निजे भी देखि परिबे माने छुआठू नहीं करी बुढ़ा बुढ़ी जाए समस्ते आसीछंती आमे तो चेष्टा करिवु जेते अधिक लोक जीपी लेवल नहीं तांकर जदी प्रॉब्लम टी सॉल्व हेई जानता ताल तांको पैसा खर्च करके डिस्ट्रिक्ट की ब्लॉक हेडक्वार्टर को जेमती आसिया को न पड़ू तो आमे चेष्टा करिवु जे मैक्सिमम लोक एठिके आसंतु मैक्सिमम लोक तांक कंसर्न जीपी को जानतु सेठी तांका प्रॉब्लम सॉल्व हे जाऊ सेठी तांको इन्फॉर्मेशन मिली जाऊ सो दैट तांको आगु को जाईकरी हैरान होबा को न पड़ू। आज रो ए जो कार्यक्रम रे आपण को प्रकार समस्या अधिक देखुचंती मोस्टली भत्ता रिलेटेड अच्छी बहुत लोक भी जानी नाहंती एज केते एज रे को भत्ता मिले कोठी वर्धित भत्ता मिले तो से इन्फॉर्मेशन दिया होची घर और राशन कार्ड पे किछि किछि अछि मोटा मोटी भाबे सब डिपार्टमेंट रो किछि किछि ग्रीवेंसेस रहउची किछि किछि इन्फॉर्मेशन रहउची किछि सर्विस डिलीवरी मध्ये हेछि सब प्रकार डिपार्टमेंट को टच करा हेछि। निश्चित भाबरे आमे कहिबा जे लोकंक भितरे प्रशासन रो जो गोटे छोट गैप रहि जाउतला से गैपटा मेंटेन पई एटा गोटे कार्यक्रम तेबे आपण आम श्रोता बंधु जो माने सुनुचंती बा जो माने एई अंचल लोक माने सुनुचंती सेमाननकु आपण कोन कहिया पई चाहिबे काहेकि ना एटा आज एई पंचायत रहिछि आसंता काली आ गोटे को पंचायत रे हबो एमति धीरे धीरे चलिबो तो एई विषय रे आपण कोन कहिबे। लोक मान को एतिकी कहया चाहिए जे आमे तो सब बेले चेष्टा करूछु जे प्रशासन पक्षरु जेते संभव पॉसिबल आपणकर जहाँ जहाँ भी समस्या गुड़िक रही तार समाधान हो पारू जहाँ जहाँ आपण माने बेनिफिशियरी लाभार्थी होउछंती से माने तुरंत पाई परंतु तेणु आपण मानकु भी अनुरोध अधिक रु अधिक मात्रा रे आपणक जीपी रे जेबे भी पल्ली रे प्रशासन सभा हेबो अधिक रु अधिक मात्रा रे आपण माने आसंतु अन्य मानकु जणांतु आउ आसिले आमे माने भी जानि परिबु जे हमर कोठी लाक्युना रहूची आमे कोठी मे बी 100% दे पारुनु तो आमे सेही जिंस गुडी के ऊपर फोकस करिब तो सब ग्रीवेंस हमें रिसीव करछु इंडिविजुअल कम्युनिटी लेवल बोथ।
ନିଶ୍ଚିତ ଭାବରେ ଆପଣ ଜାଣିଛନ୍ତି ଯେ ଢେଙ୍କାନାଳ ହେଉଛି ଏକ ଆକାଂକ୍ଷିତ ଜିଲ୍ଲା ଏବଂ ଏବେ ଭାରତ ସରକାର ସମ୍ପୂର୍ଣ୍ଣତା ଅଭିଯାନ ନାମକ ଏକ ଅଭିଯାନ ଆରମ୍ଭ କରିଛନ୍ତି ଏବଂ ଢେଙ୍କାନାଳ ଜିଲ୍ଲା ମଧ୍ୟ ସେଥିରେ ଆସୁଛି ଏବଂ ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଟ ବ୍ଲକ ମଧ୍ୟ ଆସୁଛି। ଯେହେତୁ ସମ୍ପୂର୍ଣ୍ଣ ଜିଲ୍ଲା ସମ୍ପୂର୍ଣ୍ଣତା ଅଭିଯାନ ବିଷୟରେ ଆସୁଛି, ସେ ସମ୍ପୂର୍ଣ୍ଣତା ଅଭିଯାନ ସମ୍ପର୍କରେ ଆପଣଙ୍କର ମତାମତ କ'ଣ ରହିବ? ଦେଖନ୍ତୁ, ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ନୀତି ଆୟୋଗ ତ ଆରମ୍ଭରୁ ହିଁ ସମ୍ପୂର୍ଣ୍ଣତା ଅଭିଯାନ ଉପରେ ବହୁତ ଫୋକସ୍ କରିଛନ୍ତି। ଆମର ଯାହା ଯାହା ବି ସର୍ଭିସ୍ ଡେଲିଭରି ରହୁଛି ସେଟା ସାଚୁରେସନ୍ ଯେମିତି ହେବା ଦରକାର। ଯିଏ ବି ଲାଭାର୍ଥୀ ଅଛନ୍ତି, ଯିଏ ବେନିଫିସିଆରୀ ଅଛନ୍ତି, ସେମାନେ ଯେମିତି 100% ଯାହା ଯାହା ତାଙ୍କର ସ୍କିମ୍ ଅଛି ସେଟା ସେମାନେ ପାଇପାରିବେ। ସେଟା ହେଉଛି ଫର୍ଷ୍ଟ ଜିନିଷ। ଦ୍ୱିତୀୟ ଜିନିଷ ହେଉଛି ଲୋକଙ୍କ ଭିତରେ ଆୱାରନେସ୍ କ୍ରିଏଟ୍ କରିବା ଯେ ଏଇ ସ୍କିମ୍ ବାବୁ ଏଇ ଜିନିଷ ପାଇଁ ତୁମକୁ ମିଳିପାରିବ। ସେ ଆୱାରନେସ୍ ବି ଏପର୍ଯ୍ୟନ୍ତ 100% ଆସିପାରିନି। ତ ସେଥିପାଇଁ ଯଦି ଆମେ ସ୍କିମ୍ସ ଗୁଡ଼ିକ ଲୋକଙ୍କ ପାଖକୁ ପହଞ୍ଚାଇ ପାରିବା ଆଉ ଆୱାରନେସ୍ ଜେନେରେଟ୍ କରିପାରିବା ତାହେଲେ ଡେଫିନେଟଲି ଆମ ଇଣ୍ଡିକେଟର୍ସ ବି ଆଗକୁ ମାନେ ବଢ଼ିବ। ବେଳେବେଳେ କ'ଣ ହୁଏ ନା ପ୍ରଶାସନ ଆଉ ଲୋକମାନଙ୍କ ସହିତ ଗୋଟେ ଗ୍ୟାପ୍ ରହିଯାଏ। ତ ସେଇ ଯେଉଁ ଗ୍ୟାପ୍ଟା ନ ରହିବା ପାଇଁ ଆପଣ ଜଣେ ପ୍ରଶାସନିକ ଅଧିକାରୀ ଭାବେ ସାଧାରଣ ଲୋକଟିକୁ କ'ଣ ପରାମର୍ଶ ଦେବେ? ମୁଁ ତ କହିବି ଏଇ ଜିନିଷଟା ସେତେବେଳେ ସକ୍ସେସଫୁଲ୍ ହେବ ଯେତେବେଳେ ଆମେ ଜିପି ଲେଭେଲରେ ବି ଗ୍ରିଭାନ୍ସେସ୍ କମେଇ ପାରିବା। କାହିଁକିନା ବ୍ଲକରେ ଏମିତିରେ ବି ଲୋକ ଆସିପାରନ୍ତିନି, ତେଣୁ ଗ୍ରିଭାନ୍ସ କମ୍ ହିଁ ଆସେ। ବଟ୍ ଯେତେବେଳେ ଆମେ ଜିପି ଲେଭେଲରେ ବି ଗ୍ରିଭାନ୍ସ କମେଇ ପାରିବୁ ସେତେବେଳେ ଆମେ ଠିକ୍ରେ ଜାଣିବୁ ଯେ ଆମେ ସର୍ଭିସ୍ ଡେଲିଭରି କରିପାରୁଛୁ। ବିଭିନ୍ନ ସମୟରେ ସରକାରୀ ଯୋଜନା ଥାଏ ଏବଂ ସରକାରୀ ଯୋଜନା ସମ୍ପର୍କରେ ଭୁଲ ତଥ୍ୟ ଗ୍ରାମାଞ୍ଚଳ ସ୍ତରରେ ଥାଏ। ସେ ଯେଉଁ ଭୁଲ ତଥ୍ୟ ଯେଉଁମାନେ ସବୁ ଭୁଲ ତଥ୍ୟ ଦିଅନ୍ତି ବା ସରକାରୀ ଯୋଜନା ସମ୍ପର୍କରେ ଭୁଲ ତଥ୍ୟ ହେଉ ବା ସରକାରୀ ଯୋଜନା ସମ୍ପର୍କରେ ଅବଗତ ନଥାନ୍ତି ଗ୍ରାମାଞ୍ଚଳର ଲୋକମାନେ, ସେମାନଙ୍କୁ ଆପଣ କ'ଣ କହିବା ପାଇଁ ଚାହିଁବେ? ଗୋଟେ ଜିନିଷ ତ ହେଉଛି କି ସେଥିପାଇଁକା ଆମେ ଜିପି ଲେଭେଲରେ ସବୁ ପ୍ରକାର ଇନଫର୍ମେସନ୍ କ୍ୟାମ୍ପେନ୍ସ ରଖୁଛୁ। ପୋଷ୍ଟର୍ସ, ଲିଫଲେଟ୍, ପ୍ୟାମ୍ପଲେଟ୍ ସବୁ ଡିପାର୍ଟମେଣ୍ଟର ରହୁଛି। ସେଟା ଫର୍ଷ୍ଟ ଜିନିଷ। ଦ୍ୱିତୀୟ ହେଉଛି ଲୋକମାନଙ୍କୁ ମଧ୍ୟ କହିବି ଯଦି ଆପଣ କେବେ ଫେକ୍ ନ୍ୟୁଜ୍ ଦେଖୁଛନ୍ତି ଅନଲାଇନ୍ ମିଡ଼ିଆରେ ତେବେ ସେଟା ରିପୋର୍ଟ କରନ୍ତୁ। ତୃତୀୟ ଜିନିଷ ହେଉଛି ଯାହା ବି ବ୍ଲକ ପ୍ରଶାସନ ଗଭର୍ଣ୍ଣମେଣ୍ଟର ଟ୍ୱିଟର ହ୍ୟାଣ୍ଡେଲ୍ ହେଉ କି ଗଭର୍ଣ୍ଣମେଣ୍ଟର ଫେସବୁକ୍ जोटा वेरीफाइड इनफॉरमेशन आसुची ग्रहण करंतु। लोकों को कथा शुणिबा अपेक्षा बेटर हम आप न्यूज देखंतु, गवर्नमेंट हैंडल्स गुड़ाक फॉलो करंतु, आपन को करेक्ट इनफॉरमेशन मिल परिबो। आपन को बहुत बहुत धन्यवाद। थैंक यू सो मच। माळो हाँ केते सुंदर कथा कहिले कहिलु बुझिल तो हाँ। जनसाधारण केमिति सचेतन हेलेनी, प्रशासन केड़े सुंदर भाबरे दायित्व नेउचंती। आमे समस्ते विकसित हबा, हमर देश विकसित हबो, हमर राज्य विकसित हबो। ताहले आमे विकसित हई आगे ही चलीबा। हाँ ये माळो हाँ एते कथा तो हेले हम्म आलोचना शुणिले, भजन शुणिले, आमर संपूर्णता अभियान रे ए विषयटी भी शुणिले। हाँ घर को जीवानी कि ओहो मेघ पानी दिन हाँ रेडियो पाणीपाग कहिबो, हाँ। आमे सुनिबा तापरे उठिबा। हऊ ताले।